ତେଣୁ ପାକିସ୍ତାନ ଏଇ ଯୋଉ ପ୍ରକାର ଡ୍ରାମା କରୁଛି, ନିଜେ ସବୁ କାମ କରିକିରି ନିଜେ ଭଲେଇ ହେଇକିରି ଅନ୍ୟମାନେ ସବୁ ଦୋଷୀ ବୁଲିକିରି ଯୋଉ ଚାରିଆଡେ ବୁଲିକିରି କହୁଛି, ତାର ଏଇ ଯୋଉ ଚାଲବାଜି ଆଉ ଆନ୍ତର୍ଜାତିକ ସମୂହ ବା ବିଦେଶର କୌଣସି ରାଷ୍ଟ୍ର ତାକୁ ଗ୍ରହଣ କରିବାକୁ ରାଜି ନୁହନ୍ତି। ତେଣୁ ଆଜିର ଏଇ ଦୃଢ କାର୍ଯ୍ୟାନୁଷ୍ଠାନ ପରେ ଦେଶବାସୀଙ୍କ ମନରେ ଯୋଉ ପାକିସ୍ତାନ ବିରୁଦ୍ଧରେ ଯୋଉ ଆକ୍ରୋଶ ଥିଲା ପହଲଗାମ ନରସଂହାର ପରେ ଆଜି ସେଥିରେ ସାମାନ୍ୟ ଉପଶମ ହେଇଛି ନିଶ୍ଚିତ। କିନ୍ତୁ ହ୍ୟାଲୋ, ନମସ୍କାର, ମୁଁ ଡକ୍ଟର ରାଜାରାମ ଶତପଥୀ। ଆଜି ଯାହା ଘଟିଛି ଭାରତ ପାକିସ୍ତାନ ସୀମାରେ, ତାହା ସାରା ଦେଶକୁ ସ୍ତବ୍ଧ କରିଦେଇଛି ଏବଂ ସାରା ଦେଶବାସୀ ବର୍ତ୍ତମାନ ଭାରତୀୟ ସେନାର ଭୂୟସୀ ପ୍ରଶଂସା କରୁଛନ୍ତି ଏବଂ କେନ୍ଦ୍ର ସରକାର ନରେନ୍ଦ୍ର ମୋଦୀଙ୍କ ସରକାର ଯେଭଳି ଭାବରେ ପାକିସ୍ତାନ ବିରୋଧରେ ଏକ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି, ତାହା ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷିତ କରିଛି ଏବଂ ସମସ୍ତେ ତାର ମଧ୍ୟ ଭୂୟସୀ ପ୍ରଶଂସା କରୁଛନ୍ତି। ପ୍ରଥମ କଥା ହେଲା, ଆମେ ପ୍ରତିଶୋଧ ନେଇଛୁ। ପ୍ରତିଶୋଧ ପାକିସ୍ତାନ ଉପରେ ନେଇନୁ, ପ୍ରତିଶୋଧ ପାକିସ୍ତାନର ଜନସାଧାରଣଙ୍କ ଉପରେ ମଧ୍ୟ ନେଇନୁ, ପ୍ରତିଶୋଧ ସେଇମାନଙ୍କ ଉପରେ ନେଇଛୁ ଯେଉଁମାନେ ଧର୍ମ ନାଁରେ ନିକଟରେ କାଶ୍ମୀରକୁ ଯାଇଥିବା ନିରୀହ ପର୍ଯ୍ୟଟକ ମାନଙ୍କୁ ହତ୍ୟା କରିଥିଲେ। ଯେଉଁମାନେ ଧର୍ମ ନାଁରେ ଲୋକଙ୍କୁ ହତ୍ୟା କରନ୍ତି, ନରସଂହାର କରନ୍ତି ଏବଂ ଭାବନ୍ତି ଈଶ୍ୱର ତାଙ୍କୁ ସହାୟ ହେବେ, ଈଶ୍ୱର ତାଙ୍କୁ ଜାଗା ଦେବେ, ଈଶ୍ୱର ତାଙ୍କୁ କୋଳେଇ ନେବେ, ସେଇମାନଙ୍କ ବିରୁଦ୍ଧରେ ଆଜି ଏ ପ୍ରତିଶୋଧ ନେଇଛୁ। ସାରା ପୃଥିବୀକୁ ଏବଂ ବିଶେଷ କରି ପାକିସ୍ତାନକୁ ଏକ ଆମେ ବାର୍ତ୍ତା ଦେଇଛୁ ଯେ ଭାରତ ଧର୍ମ ନାଁରେ ଏଇ ଯୋଉ ପ୍ରକାର ଆତଙ୍କବାଦୀଙ୍କ ଲୀଳା କେବେ ବରଦାସ୍ତ କରିବ ନାହିଁ। ଏବଂ ଏଇ ଘଟଣା ପରେ ଘଟଣା କଣ ହେଲା, ସମସ୍ତଙ୍କୁ ଚକିତ କଲା ଭଳି ଘଟଣା ହେଇଛି। 25 ମିନିଟ ସମୁଦାୟ ସମୟ, 21ଟି ମିସାଇଲ ମାଡ଼ ଏବଂ 9ଟା ଅଲଗା ଅଲଗା ଜାଗାରେ। ଖାଲି ସେତିକି ନୁହେଁ, ଆମେ ମଧ୍ୟ ଆମର ଲଢୁଆ ବିମାନ ବାହିନୀ ପାକିସ୍ତାନର ଏ ଆତଙ୍କୀ ମାନଙ୍କର ଆଡା ଉପରେ ଯେତେବେଳେ ଆକ୍ରମଣ କଲେ, ସେତେବେଳେ ସେମାନେ ପାକିସ୍ତାନ ବାୟୁସୀମା ଭିତରକୁ ଇଞ୍ଚେ ମଧ୍ୟ ପଶି ନାହାନ୍ତି। ଆମରି ଘରେ ଥାଇ ଆମରି ବାୟୁସୀମା ଭିତରେ ରହି ସେମାନେ ପାକିସ୍ତାନର ଗୋଟିଏ ପରେ ଗୋଟିଏ ଆତଙ୍କୀ ଆଡାକୁ ମାତ୍ର 25 ମିନିଟ ଭିତରେ ଧରାଶାୟୀ କରିଦେଇଛନ୍ତି। ବର୍ତ୍ତମାନ ପାକିସ୍ତାନରୁ ଯାହା ଖବର ଆସୁଛି, ଯୋଉ ଯୋଉ ଜାଗାରେ ସବୁ ଆକ୍ରମଣ ହେଇଥିଲା, ବିମାନ ବାହିନୀ ପକ୍ଷରୁ ଆକ୍ରମଣ ହେଇଥିଲା, ସେଇ ସବୁ ଜାଗାରେ ଲମ୍ବା ଲାଇନ ଆମ୍ବୁଲାନ୍ସର ଲାଗିଛି, କାହିଁକି ନା ମୃତାହତ ମାନଙ୍କୁ ନବା ପାଇଁ। ସବୁଠୁ ବଡ କଥା ହଉଛି, ଯୋଉ ଆତଙ୍କବାଦୀ ନେତା ମାନେ ସେଠି ସବୁ ଥିଲେ, ଯୋଉ ଆତଙ୍କବାଦୀ ମୁରିଦ, ବାହାଲପୁର, ସିଆଲକୋଟ, ଯୋଉ ଯୋଉ ଜାଗାରେ ସବୁ ଆତଙ୍କବାଦୀ ମାନଙ୍କର ପ୍ରମୁଖ ଆଡ୍ଡା ସବୁ ଥିଲା ଏବଂ ଯୋଉ ଯୋଉ ନେତା ମାନେ ସେଠି ସବୁ ଥିଲେ, ତାଙ୍କ ଭିତରୁ ଅନେକ ମରି ଯାଇଛନ୍ତି, ଅନେକ ଆହତ ହୋଇଛନ୍ତି। ଏବଂ ସବୁଠୁ ବଡ କଥା ହେଲା, ଗୋଟେ ମାସୁଦ ଆଜାର ବଂଶର ପ୍ରାୟ 10 ଜଣ ଲୋକ, ତାଙ୍କ ବଂଶ ନିପାତ ହେଇଯାଇଛି କହିଲେ ଚଳେ। ବଂଶର ପ୍ରାୟ 10 ଜଣ ଲୋକ, ପାକିସ୍ତାନ ମିଡିଆରେ ଯାହା ଖବର ପ୍ରକାଶିତ ହଉଛି, 10 ଜଣ ଲୋକ ତାଙ୍କ ପରିବାରରୁ କେବଳ ହିଁ ଏଇ ଆକ୍ରମଣରେ ମୃତାହତ ହେଇଛନ୍ତି। ଏହାପରେ ସାରା ଦେଶ ବର୍ତ୍ତମାନ ଆଶଙ୍କା କରୁଛି, ଏକଥା ସତ, ସାରା ଦେଶବାସୀ, ଏପରିକି ଆପଣ ମାନେ ଲକ୍ଷ୍ୟ କରିଥିବେ, ଆଜି ଦିନ ସାରା ଏ ଘଟଣା ହେଲା, ଆଜି ଭୋର ଅର୍ଥାତ ରାତି ପାହିଲା ବେଳକୁ ଏ କାମ ସରିଗଲାଣି। ପ୍ରଧାନମନ୍ତ୍ରୀ ଏ କାର୍ଯ୍ୟାନୁଷ୍ଠାନ ଯେତେବେଳେ ବାୟୁସେନା ପକ୍ଷରୁ କରାଯାଉଥିଲା, ପ୍ରଧାନମନ୍ତ୍ରୀ ଟିକି ନିଖି ତାକୁ ବସି ଅନୁଧ୍ୟାନ କରୁଥିଲେ। କେହି ଜାଣନ୍ତିନି ଏଭଳି କିଛି ଘଟଣା ହେଉଛି ବୋଲିକିରି। ଏଥର ଆହୁରି ଗୋଟେ କଥା ଏଥିରୁ ଜଣା ପଡୁଛି ଯେ ଭାରତ ଗଲା ଏଇ ଯୋଉ ପହଲଗାମ ଘଟଣା ପରଠାରୁ, ପହଲଗାମରେ ଆତଙ୍କବାଦୀ ମାନେ ଯୋଉ ନରସଂହାର କରି 26 ଜଣ ନିରୀହ ଜୀବନକୁ ନିରୀହ ଜୀବନ ନେଇ ଯାଇଥିଲେ, ସେମାନଙ୍କୁ ହତ୍ୟା କରିଥିଲେ କେବଳ ଧର୍ମ ପଚାରିକି। କୋଉ ଧର୍ମର, ଯଦି ହିନ୍ଦୁ ଧର୍ମର ତାଙ୍କୁ ହତ୍ୟା କରିଥିଲେ। ଏଇମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଲା ବେଳକୁ ସେଇଦିନଠୁ ଭାରତ ସାରା ବିଶ୍ୱକୁ କହିଛି ଯେ ଆମେ ୟାର ପ୍ରତିଶୋଧ ନବୁ। ଏହା ପ୍ରତିଶୋଧର ଅର୍ଥ ନୁହେଁ
ଯେ ଆମେ କେବଳ ରିଟାଲିଏଟ୍ କରୁଛୁ, ଆମେ କୌଣସି ପ୍ରକାର ଏସ୍କାଲେସନ କରି ବିଶ୍ୱାସ କରୁନା। ଅର୍ଥାତ୍ ଭାରତ ନିଜ ଆଡୁ ଗୋଟେ ଗଣ୍ଡଗୋଳର ସୂତ୍ରପାତ କରିକିରି ଆକ୍ରମଣ କରିବା, ଯୁଦ୍ଧ କରିବା, ଇଏ ଆମ ଇତିହାସରେ ନାହିଁ। ଭାରତ ମୂଳରୁ ମଧ୍ୟ ଏଇ ପ୍ରକାର ସ୍ପଷ୍ଟତା ଆଣିଦେଇଛି ସାରା ବିଶ୍ୱର ସବୁ ଲୋକମାନଙ୍କ, ସବୁ ଦେଶ ମାନଙ୍କ ଆଗରେ। ଏବଂ ଏକଥା ମଧ୍ୟ ଆଜି ଦିନ ଯାକ ଭାରତ କହିଛି ସବୁ ଦେଶ ମାନଙ୍କୁ ଯେ ଆମେ କେବଳ ରିଟାଲିଏଟରୀ ଆକ୍ସନ ଯାହା ନେଇଛୁ, ଅର୍ଥାତ୍ ଆମ ଉପରେ ଆକ୍ରମଣ ହେଲା, ଆମର ସ୍ୱାଭିମାନକୁ ନଷ୍ଟ କରିବାକୁ ଚେଷ୍ଟା କଲା, ଆମ ଲୋକମାନେ, ନିରୀହ ଲୋକମାନଙ୍କୁ ହତ୍ୟା କରାଗଲା ଧର୍ମ ନାଁରେ, ଆମେ କେବଳ ତାର ପ୍ରତିବାଦରେ ଯାହା କିଛି କରିଛୁ, ଆମେ କୌଣସି ପ୍ରକାର ମୂଳରୁ ଉସ୍କେଇକିରି କିଛି ଗଣ୍ଡଗୋଳ କରିନାହୁଁ। ଏବଂ ଏଇ 25 ମିନିଟର ବିମାନ ବାହିନୀର କାର୍ଯ୍ୟାନୁଷ୍ଠାନ ପରେ ଆଜି ସକାଳୁ ଭାରତ ଆମେରିକାକୁ ମଧ୍ୟ କହିଛି କଣ କଣ କରାଗଲା, କାହିଁକି କରାଗଲା। ଚୀନକୁ ମଧ୍ୟ ତାଙ୍କର ବିଦେଶ ମନ୍ତ୍ରୀଙ୍କ ସହିତ ଅଜିତ ଡୋଭାଲ, ଆମର ଯେ ସିକ୍ୟୁରିଟି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର ଅଛନ୍ତି, ସେ ମଧ୍ୟ ଚାଇନାର ଫରେନ ମିନିଷ୍ଟର ଏକଥା ମଧ୍ୟ କହିଛନ୍ତି ଯେ କଣ କରାଯାଇଛି, କାହିଁକି କରାଯାଇଛି ଏବଂ ଟାର୍ଗେଟ କଣ ଥିଲା। ମୁଁ ସେଇଥିଲାଗି ମୂଳରୁ କହିଲି ଭାରତ ପାକିସ୍ତାନ ଉପରେ ଟାର୍ଗେଟ କରିନି, ଭାରତ ପାକିସ୍ତାନର ଜନସାଧାରଣଙ୍କ ଉପରେ ଟାର୍ଗେଟ କରିନି, ଭାରତ ପାକିସ୍ତାନର ମିଲିଟାରୀ ଏଷ୍ଟାବ୍ଲିଶମେଣ୍ଟକୁ ମଧ୍ୟ ଟାର୍ଗେଟ କରିନି, କେବଳ ସେଇମାନଙ୍କୁ ଟାର୍ଗେଟ କରିଛି ଯେଉଁମାନେ ଧର୍ମ ନାଁରେ ଆତଙ୍କବାଦ ଚଳେଇଛନ୍ତି। ଭାରତ ଏକଥା ସାରା ବିଶ୍ୱର ସବୁ ଦେଶ, ବଡ ବଡ ଦେଶକୁ, ଏପରିକି ଜାତିସଂଘରେ ଯୋଉ ସ୍ଥାୟୀ 5ଟି ଦେଶ ସଦସ୍ୟ ଅଛନ୍ତି, ଆମେରିକା, ଚୀନ, ରଷିଆ, ଇଂଲଣ୍ଡ ଏବଂ ଫ୍ରାନ୍ସ, ତାଙ୍କୁ ମଧ୍ୟ ଭାରତ ଜଣେଇ ଦେଇଛି, ସବୁ କଥା ଜଣେଇ ଦେଇଛି। ଆମର କିଛି ଲୁଚେଇବାର କିଛି ନାହିଁ। କେବଳ ସେତିକି ନୁହେଁ, ବର୍ତ୍ତମାନ ଆଶଙ୍କା କରାଯାଉଛି ପାକିସ୍ତାନ ଏହି ଘଟଣା ପରେ ପାକିସ୍ତାନରେ ମଧ୍ୟ ଜନ ଅସନ୍ତୋଷ ପ୍ରବଳ ତାଙ୍କ ସରକାରଙ୍କ ଉପରେ। ପ୍ରଥମ ଜନ ଅସନ୍ତୋଷ ତ ଯେ ସରକାର କାହିଁକି ଆତଙ୍କବାଦୀ ମାନଙ୍କୁ ଘରେ ଖାଇ ପିଇକିରି ପୋଷିଛନ୍ତି, ଘରେ ଖାଇ ପିଇକିରି ତାଙ୍କୁ ପୋଷିବା ଫଳରେ ଆମ ପିଲାମାନେ ବିପଥଗାମୀ ହଉଛନ୍ତି, ଆମ ପିଲାମାନେ ପାଠ ନ ପଢିକିରି ଯାଇକିରି ବନ୍ଧୁକ ଉଠେଇ କୋଉଠି ଗୁଳି ମାରୁଛନ୍ତି, ଗୁଳି ଖାଉଛନ୍ତି, ମରୁଛନ୍ତି, ଆମ ଦେଶର ଅରାଜକତା ସୃଷ୍ଟି ହଉଛି, ଆମର ଆନ୍ତର୍ଜାତିକ କ୍ଷେତ୍ରରେ ପାକିସ୍ତାନ ବଦନାମ ହଉଛି। ଏବଂ ପାକିସ୍ତାନ ଆପଣମାନେ ସମସ୍ତେ ଜାଣିଥିବେ ଅନାଟନରେ ବୁଡିଗଲାଣି, କାଙ୍ଗାଳ ହେଇଗଲାଣି ପାକିସ୍ତାନ, ତାଙ୍କ ଦେଶରେ ଖାଇବାକୁ ନାହିଁ। ଇଏ ହଉଛି ପୃଥିବୀର ସବୁଠୁ, କହିବାକୁ ଗଲେ ସବୁଠୁ 1 ନମ୍ବର ଦେଶ ଯିଏକି ଆନ୍ତର୍ଜାତିକ ଋଣରେ ବଞ୍ଚିଛି ଏବଂ ବରାବର ସେମାନେ IMF ରୁ ଋଣ ଆଣିଲେ, ଅନ୍ୟାନ୍ୟ ଦେଶରୁ ଋଣ ଆଣିଲେ ତାଙ୍କ ଘର ଚଳୁଛି। ଏମିତି ଅବସ୍ଥା ଭାରତ ମୂଳରୁ ସେଇଥିଲାଗି ଷ୍ଟେପ ବାଇ ଷ୍ଟେପ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଧୀରେ ଧୀରେ ଗ୍ରହଣ କରିଛି। ଯେମିତି ଯେମିତି ସିନ୍ଧୁ ନଦୀ ଉପରେ ଯୋଉ ପାଣି ସବୁ ଯାଉଥିଲା ପାକିସ୍ତାନକୁ, ତାକୁ ଧୀରେ ଧୀରେ ବନ୍ଦ କରିଦେଇଛି। ଭାରତ ପ୍ରଥମେ ସିନ୍ଧୁ ନଦୀର ଯୋଉ ଆଗ୍ରିମେଣ୍ଟ ହେଇଥିଲା ପାକିସ୍ତାନ ସହିତ ଘୋଷଣା କଲା ଯେ ଆଗ୍ରିମେଣ୍ଟ ଆଉ ଆମେ ରଖିବୁନୁ, ଆମେ ତାକୁ ସ୍ଥଗିତ କରୁଛୁ, ଅର୍ଥାତ୍ ଆଗ୍ରିମେଣ୍ଟକୁ ଆମେ କ୍ୟାନସେଲ କରୁନୁ, କିନ୍ତୁ ଆଗ୍ରିମେଣ୍ଟ ଆମେ ସ୍ଥଗିତ ରଖୁଛୁ। ଭାରତ ପାଣି ବନ୍ଦ କଲା, ତାଙ୍କ ଦେଶରେ ହାହାକାର ପଡିଲା, କାହିଁକି ନା ସେ ପାଣି ସବୁଠୁ ଯୋଉ ପ୍ରସ୍ପରସ ରାଜ୍ୟ ପାକିସ୍ତାନର ପଞ୍ଜାବ ପ୍ରଦେଶ, ତାଙ୍କ ଆଡେ ଯୋଉ ପଞ୍ଜାବ ପ୍ରଦେଶ ଅଛି, ସେଇଠି ବହୁତ ଲୋକଙ୍କୁ, ଚାଷୀଙ୍କୁ ବେଶୀ କ୍ଷତିଗ୍ରସ୍ତ କରିବ, ପାଣି ବନ୍ଦ କଲା। ତାପରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ ମଧ୍ୟ ଆଜି ସେଥିପାଇଁ ଯୋଜନା କରାଯାଇଛି। ବର୍ଡରରେ ଆମ ବିମାନ ବାହିନୀ ପକ୍ଷରୁ ପରୀକ୍ଷାମୂଳକ ଭାବରେ ଏକ୍ସରସାଇଜ ମଧ୍ୟ କରାଯାଉଛି। କିନ୍ତୁ ଏ ସବୁ ଭିତରେ ପାକିସ୍ତାନ ମନରେ ଗୋଟେ ଧାରଣା ସୃଷ୍ଟି ହେଇଛି ଭାରତ ହଠାତ୍ କିଛି କରିବ ନାହିଁ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆଜି ରାତିରେ, ଅର୍ଥାତ୍ ଗତକାଲି ରାତି ଏବଂ ଆଜି ଯୋଉ ଭୋର ହବା ପୂର୍ବରୁ ଯୋଉ ରାତି, ୟାରି ଭିତରେ ଭାରତର ବିମାନ ବାହିନୀ ଯାଇ ପାକିସ୍ତାନର ଏଇପରି ଆତଙ୍କବାଦୀ ମାନଙ୍କ ଆଡା ଉପରେ ଆକ୍ରମଣ କରିଛନ୍ତି। ସେ ଆତଙ୍କବାଦୀ ଆଡା 9ଟି ଜାଗା ଭାରତର ଯୋଉ କାଶ୍ମୀର ପଟ ଅଛି, ଯୋଉ ପାକିସ୍ତାନ ଅଧିକୃତ କାଶ୍ମୀର, ସେଠି 5ଟା ଆଡା ଥିଲା ଆତଙ୍କବାଦୀ ମାନଙ୍କର, ତା ଉପରେ ଆକ୍ରମଣ ହେଇଛି। ଏବଂ ପାକିସ୍ତାନ ପଟରେ 4ଟି ବଡ ବଡ ଆଡା ଥିଲା। ଏପରିକି ସୀମାଠୁ କେତେ ଗୁଡାକ ଆତଙ୍କବାଦୀ ମାନଙ୍କର ଆଡା ମାତ୍ର 5 କିଲୋମିଟର, 10 କିଲୋମିଟର, 13 କିଲୋମିଟର। ଆଉ ଗୋଟେ ଆଡା ଥିଲା ଯୋଉଠି ବଡ ବାହାବଲପୁରରେ ଯୋଉଠି ଥିଲା, ସେଟା ଗୋଟେ ବଡ ତାଙ୍କର ସେଣ୍ଟର ଥିଲା, ତାକୁ ମଧ୍ୟ ଭାରତ 100 କିଲୋମିଟର ପାଖାପାଖି ଦୂରରେ ଥିଲା, ତାକୁ ମଧ୍ୟ ଆମ ବିମାନ ବାହିନୀ ମିସାଇଲ ମାଡ କରିକିରି ତାକୁ ମଧ୍ୟ ନଷ୍ଟ କରିଦେଇଛି। ବର୍ତ୍ତମାନ ଆଶଙ୍କା କରାଯାଉଛି ଏଇ ଘଟଣା ପରେ ପାକିସ୍ତାନ ଚୁପ ନ ହେଇ କିଛି ନା କିଛି ଗଣ୍ଡଗୋଳ କରିପାରେ। ସେଥିପାଇଁ ଆଜି ଭାରତ ସରକାର ସବୁ
ସୀମାରେ ଯେତେ ରାଜ୍ୟ ଅଛନ୍ତି ସେମାନଙ୍କର ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଚିଫ ବା ଯୋଉମାନେ ଉଚ୍ଚ କର୍ତ୍ତୃପକ୍ଷ ଅଛନ୍ତି ତାଙ୍କୁ ହୋମ ମିନିଷ୍ଟର ବ୍ରିଫ କରିଛନ୍ତି ଯେ କଣ କଣ ସତର୍କତା ଅବଲମ୍ବନ କରିବାକୁ ପଡିବ ସେମାନଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ଏ ଘଟଣା ପରେ ଆଜି ସକାଳୁ ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ମିଟିଂ ରେ ବ୍ୟସ୍ତ ଅଛନ୍ତି ଗୃହମନ୍ତ୍ରୀ ମଧ୍ୟ ବିଭିନ୍ନ ମିଟିଂ ରେ ବ୍ୟସ୍ତ ଅଛନ୍ତି କ୍ୟାବିନେଟ ମିନିଷ୍ଟ୍ରି ପୁରା ସବୁ ମନ୍ତ୍ରିମଣ୍ଡଳ ସଦସ୍ୟ ମାନଙ୍କର ବୈଠକ ଡକାଯାଇ ପ୍ରଧାନମନ୍ତ୍ରୀ ତାଙ୍କୁ ମଧ୍ୟ କହିଛନ୍ତି କଣ କଣ ହେଇଛି ଏପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଭେଟିକିରି ମଧ୍ୟ ତାଙ୍କୁ ସବୁ କଥା କହିଛନ୍ତି ଏହାପରେ ମଧ୍ୟ ଯାହା ମୁଁ କହୁଥିଲି ସ୍ୱରାଷ୍ଟ୍ର ମନ୍ତ୍ରୀ ସେ ମଧ୍ୟ ବିଭିନ୍ନ ରାଜ୍ୟର ଯୋଉମାନେ ସବୁ ସୀମାବର୍ତ୍ତୀ ରାଜ୍ୟ ବିଶେଷ କରି ପାକିସ୍ତାନକୁ ଲାଗିଥିବା ରାଜ୍ୟ ଏବଂ ନେପାଳକୁ ମଧ୍ୟ ଯୋଉ ରାଜ୍ୟ ସବୁ ଲାଗିଛନ୍ତି ସେମାନଙ୍କର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ବ୍ରିଫ କରି କହିଛନ୍ତି କଣ ସେମାନେ କି ପ୍ରକାର ସତର୍କତା ଅବଲମ୍ବନ କରିବେ ଇତ୍ୟାଦି ଇତ୍ୟାଦି ସୀମାରେ ବିଶେଷ କରି ଜାମ୍ମୁ କାଶ୍ମୀର ଅଞ୍ଚଳରେ ଏବଂ ଅନ୍ୟାନ୍ୟ ସୀମାବର୍ତ୍ତୀ ଗାଁ ମାନଙ୍କରେ ସ୍କୁଲ କଲେଜକୁ ବର୍ତ୍ତମାନ ପାଇଁ ବନ୍ଦ କରିଦିଆଯାଇଛି ଏବଂ ପ୍ରାୟ ସୀମାରେ ଅନେକ ବିମାନ ବନ୍ଦରକୁ ପ୍ରାୟ ଆସନ୍ତା 2-3 ଦିନ ପାଇଁ ବନ୍ଦ କରିଦିଆଯାଇଛି ସେଠି ସବୁ ବିମାନକୁ ବାତିଲ କରିଦିଆଯାଇଛି କୌଣସି ବିମାନ ସେଠୁ ଆସିବନି କି କୌଣସି ବିମାନ ଯିବନି ଏସବୁକୁ ବନ୍ଦ କରିଦିଆଯାଇଛି ଏପରିକି ଦିଲ୍ଲୀ ବିମାନ ବନ୍ଦରରେ ମଧ୍ୟ ଅନେକ ବିମାନକୁ ଡାଇଭର୍ଟ କରିଦିଆଯାଇଛି ଅନ୍ୟ ବିମାନ ବନ୍ଦରକୁ ଯାଇକି ସେଠି ଓହ୍ଲେଇବା ପାଇଁ ଚଳାଚଳ କରିବା ପାଇଁ ପ୍ରାୟ ମିଡିଆ ରିପୋର୍ଟରେ ଯାହା ଦେଖଉଥିଲା 35ରୁ 40 ବିମାନକୁ ଅନ୍ୟ ଜାଗାକୁ ଡାଇଭର୍ଟ କରିଦିଆଯାଇଛି ଏବଂ କେନ୍ଦ୍ର ସରକାର ଆଶଙ୍କା କରୁଛନ୍ତି ଯେ ଆମେ ସିନା ଆତଙ୍କବାଦୀ ମାନଙ୍କ ଉପରେ ଆକ୍ରମଣ କଲୁ କିନ୍ତୁ ପାକିସ୍ତାନ ତାର ପୁରୁଣା ଅଭ୍ୟାସ ଛାଡିବନି କାହିଁକି ନା ତାଙ୍କ ଲୋକଙ୍କ ଆଗରେ ପାକିସ୍ତାନ ସରକାର ଯେଭଳି ଭାବରେ ବାହା ମାରୁଥିଲେ ବାହାସ୍ଫୋଟ କରୁଥିଲେ ବର୍ତ୍ତମାନ ଦେଖାଗଲା ଏଇ ଆକ୍ରମଣ ପରେ ତାଙ୍କ ଲୋକମାନେ ମଧ୍ୟ ପ୍ରଶ୍ନ କରୁଛନ୍ତି ଯେ ଆପଣମାନେ ତ ଏତେ ବାହାସ୍ଫୋଟ ମାରୁଥିଲେ କଣ ହେଲା ତେଣୁ ତାଙ୍କ ଲୋକମାନଙ୍କୁ କିଛି ଦେଖେଇବା ପାଇଁ ଯାହା ଆଶଙ୍କା କରାଯାଉଛି ପାକିସ୍ତାନ କିଛି ନା କିଛି ଆଜି କାଲି ଆଜି ରାତିରେ ହଉ କିମ୍ବା କେବେ ହଉ କଣ କିଛି ଗୋଟେ କରିପାରେ ଗଣ୍ଡଗୋଳ କରିପାରେ ବୋଲିକିରି ଆଶଙ୍କା କରାଯାଉଛି ଭାରତ ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଆଜି ମଧ୍ୟ ଦିନରେ ବିମାନ ବାହିନୀ ଏବଂ ସ୍ଥଳ ବାହିନୀ ଏବଂ ବୈଦେଶିକ ସଚିବଙ୍କ ଉପସ୍ଥିତିରେ ସେମାନେ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ସବୁ କଥା ସ୍ପଷ୍ଟ କରି କହିଛନ୍ତି କଣ ହେଲା କୋଉଠି ନାହିଁ କୋଉ କୋଉ ଏରିଆରେ ପାକିସ୍ତାନର ଆକ୍ରମଣ କରାଯାଇଛି ପ୍ରିସିସନ ଟାର୍ଗେଟ କେବଳ ଟାର୍ଗେଟ ଯୋଉ ଜାଗା ଆଡା ଥିଲା କେବଳ ସେଇ ଜାଗା ସ୍ପଷ୍ଟ ଭାବରେ ଆମର ସେନାବାହିନୀ ପକ୍ଷରୁ ସାମ୍ବାଦିକ ମାନଙ୍କୁ ସେଥିପାଇଁ ଅବଗତ କରାଯାଇଛି ଅର୍ଥାତ୍ ଜନସାଧାରଣଙ୍କୁ ଅବଗତ କରାଯାଇଛି ତେଣୁ ବର୍ତ୍ତମାନ ପରିସ୍ଥିତିରେ ସାରା ଦେଶ ସତର୍କ ହେଇକିରି ଅଛି ଦୁଷ୍ଟ ପାକିସ୍ତାନ କଣ ନାହିଁ କଣ କେତେବେଳେ ଗୋଟେ ଗଣ୍ଡଗୋଳ କରିବ କେବଳ ସେତିକିରେ ନୁହେଁ ଯୋଉ ସୀମାରେ ମଧ୍ୟ କିଛି ଦିନ ହେଲା ଦେଖାଯାଉଛି ଆଜି ମଧ୍ୟ ଅନେକ ଟେଲିଭିଜନ ଚ୍ୟାନେଲର ସାମ୍ବାଦିକ ମାନେ ସେ ସବୁ ଗାଁକୁ ଭିଜିଟ କରିକି ଦେଖିଛନ୍ତି କିଭଳି ଭାବରେ ପାକିସ୍ତାନ ପଟୁ ସେମାନେ ବଡ ବଡ ମୋଟାର ସାହାଯ୍ୟରେ ଗୁଳିଗୋଳା ବର୍ଷଣ କରୁଛନ୍ତି ଆମର ସୀମାରେ ଯୋଉ ଯୋଉ ଗାଁ ଅଛି ସେ ଗାଁ ମାନଙ୍କରେ ପଡିକିରି ବହୁତ ଘର ଦ୍ୱାର ଭାଙ୍ଗୁଛି ପ୍ରାୟ 10ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି 2-3 ଦିନ ଭିତରେ ଏକଥା ମଧ୍ୟ ଦେଖାଯାଉଛି ଏବଂ ସେମାନେ ଅପେକ୍ଷା କରୁଛନ୍ତି ପାକିସ୍ତାନ ଏକଥା କରିବାର କାରଣ ହଉଛି ପାକିସ୍ତାନ ଉସ୍କଉଛି ମାନେ ଭାରତ ଯଦି ପାକିସ୍ତାନ ଉପରେ ଏଇ ଘଟଣା ପରେ ସବୁ ଆକ୍ରମଣ କରେ ତାହେଲେ ଅନ୍ତତଃ ପାକିସ୍ତାନ ଚାରିଆଡେ ଯାଇକିରି ବୁଲିକିରି କହିବ ଯିଏ ଦେଖନ୍ତୁ ଇଏ ଗୋଟେ ବଡ ଦେଶ ବୋଲିକିରି ଆମ ଉପରେ ଆକ୍ରମଣ କରୁଛି ଆଜିର ଏଇ ଘଟଣା ପରେ ଆମର ଯୋଉ ବିମାନ ବାହିନୀ ଆକ୍ରମଣ କଲେ ପାକିସ୍ତାନକୁ ସକାଳୁ ସକାଳୁ ଏହା ପୂର୍ବ ଦିନ ପାକିସ୍ତାନ ମିଳିତ ଜାତିସଂଘରେ ଯୋଉ ସ୍ଥାୟୀ ସଦସ୍ୟ ମାନେ ଅଛନ୍ତି 5ଟି ଦେଶର ତାଙ୍କୁ ଯାଇକିରି ତାଙ୍କ ଆଗରେ ରୋଦନ କରି କଣ କହିଲା ଯେ ଆମକୁ ଭାରତ ଏମିତି ହଇରାଣ କରୁଛି ନିଜେ ଆତଙ୍କବାଦୀ ମାନଙ୍କୁ ପୋଷୁଛି ଏବଂ ଏ ଘଟଣା ନିଜେ ଘଟଉଛି ନିଜେ ଭିଆଇ ଆମ ମୁଣ୍ଡରେ ଦୋଷ ମାରୁଛି ଏଇ କଥା ସବୁବେଳେ ପାକିସ୍ତାନ କରି ଆସିଛି ଏବଂ କାଲି ମଧ୍ୟ ସେଇ ପ୍ରକାର କାମ କରିବା ପାଇଁ ମିଳିତ ଜାତିସଂଘର 5ଟି ଯାକ ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କ ଆଗରେ ଏଇ ପ୍ରକାର ଡ୍ରାମା କରିବାକୁ ବସିଥିଲା ତାର ଆଶ୍ଚର୍ଯ୍ୟ ସେମାନଙ୍କୁ ଆଶ୍ଚର୍ଯ୍ୟ ହେବାକୁ ପଡିଲା ଯେ ତାଙ୍କୁ କେହି ସୁଦ୍ଧା ସାମାନ୍ୟତମ ବିଶ୍ୱାସକୁ ନେଲେ ନାହିଁ ତାଙ୍କୁ ବରଂ ଆହୁରି ପଚାରିଲେ ଯେ ଯୋଉ କାଶ୍ମୀରରେ ଯୋଉ ନରସଂହାର ହେଲା ପହଲଗାମରେ ଏଥିରେ ଏଇ ଯୋଉ ଆତଙ୍କବାଦୀ ଜୈଶ ମହମ୍ମଦ ଆତଙ୍କବାଦୀ ବା ଯୋଉ ଯୋଉ ଆତଙ୍କବାଦୀ ମାନେ ତା ଦେହରେ ସବୁ ଥିଲେ ଏମାନେ ସବୁ କଣ ସେଇଥିରେ ଥିଲେ ନା ନାହିଁ ମାନେ ପାକିସ୍ତାନ ମୁହଁରୁ କିଛି କଥା ବାହାରିଲାନି ତେଣୁ ପାକିସ୍ତାନ ଏଇ ଯୋଉ ପ୍ରକାର ଡ୍ରାମା କରୁଛି ନିଜେ ସବୁ କାମ କରିକିରି ନିଜେ ଭଲେଇ ହେଇକିରି ଅନ୍ୟମାନେ ସବୁ ଦୋଷୀ
बोलिकिरी जो चारिआडे बुलिकिरी कहूची तार एई जो चालबाजी आउ आंतर्जातिक समूह बा विदेशर कौन से राष्ट्र ताକୁ ग्रहण କରିବାକୁ राजी नୁହନ୍ତି। ତେଣୁ ଆଜିର ଏଇ ଦୃଢ କାର୍ଯ୍ୟାନୁଷ୍ଠାନ ପରେ ଦେଶବାସୀଙ୍କ ମନରେ ଯୋଉ ପାକିସ୍ତାନ ବିରୁଦ୍ଧରେ ଯୋଉ ଆକ୍ରୋଶ ଥିଲା ପହଲଗାମ ନରହ ସଂହାର ପରେ ଆଜି ସେଥିରେ ସାମାନ୍ୟ ଉପଶମ ହେଇଛି ନିଶ୍ଚିତ, କିନ୍ତୁ ଏ ଘଟଣା ପରେ ବା ଆମର ଯୋଉ ବିମାନ ବାହିନୀର ଯୋଉ ସକ୍ସେସଫୁଲ ଅପରେସନ ଯାହାର ନାମ ପୁଣି ରଖାଯାଇଛି ଅପରେସନ ସିନ୍ଦୁର, ୟାର ମଧ୍ୟ ଅନେକ ତାତ୍ପର୍ଯ୍ୟ ଅଛି। କାରଣ ସେ ସିନ୍ଦୁର ପହଲଗାମରେ ଯୋଉ ଘଟଣା ଘଟିଲା, ନୂଆ ବାହା ହେଇଥିବା ଝିଅ ହନିମୁନ କରିବାକୁ ବୁଲିବାକୁ ଯାଇଛନ୍ତି ପହଲଗାମ, ବିଧବା ହେଇ ଫେରୁଛନ୍ତି, ବୋହୂ ହେଇ ଯାଇଛନ୍ତି, ବିଧବା ହେଇ ଫେରୁଛନ୍ତି। ସେଇ ସ୍ତ୍ରୀ ମାନଙ୍କ ଆଗରେ ତାଙ୍କ ସ୍ୱାମୀକୁ ନିର୍ମମ ଭାବରେ ହିନ୍ଦୁ ବୋଲି ହତ୍ୟା କରାଯାଇଛି, ଛୁଆ ମାନଙ୍କ ଆଗରେ ତାଙ୍କ ବାପାଙ୍କୁ ହିନ୍ଦୁ ବୋଲି ହତ୍ୟା କରାଯାଇଛି, ସ୍ତ୍ରୀ ଲୋକମାନଙ୍କ ଆଗରେ ବୟସ୍କା ସ୍ତ୍ରୀ ଲୋକମାନଙ୍କ ଆଗରେ ତାଙ୍କର ପୁଅ ବୋଲି ହିନ୍ଦୁ ବୋଲିକିରି ହତ୍ୟା କରାଯାଇଛି। ଏମାନେ ଆଖିରେ ଦେଖିଛନ୍ତି, ସେ ଦୃଶ୍ୟ ସେ ଜୀବନ ସାରା କେବେ ଭୁଲି ପାରିବେ ନାହିଁ। ତେଣୁ ସେଇଥିପାଇଁ ଏଇ ଯୋଉ ଅପରେସନ କରାଯାଇଛି, ଆତଙ୍କବାଦୀ ପାକିସ୍ତାନ ଖୁଆଇ ପିଆଇ ତାକୁ ତେଲ ମାଲିସ କରି ଗୋଡ ହାତ ଧୋଇ ସବୁ ଯେମିତି ସବୁ କାମ ତାଙ୍କର କରିକିରି ଘରେ ଯେମିତି ପୋଷିଲା ଭଳି ତାଙ୍କୁ ପୋଷିଥିଲା ସେ ଆତଙ୍କବାଦୀ ମାନଙ୍କୁ ଭାରତ ଆଜି ସକାଳୁ ସକାଳୁ କଡା ଜବାବ ଦେଇଛି। ଏବଂ ସେଇଥିପାଇଁ ଯେହେତୁ ଅନେକ ସ୍ତ୍ରୀ ଲୋକଙ୍କର ସିନ୍ଦୁର ପୋଛି ଦେଇଥିଲେ ସେ ଆତଙ୍କବାଦୀ ମାନେ ଧର୍ମ ନାଁରେ ବ୍ୟବଚାର କରିକିରି ସେମାନେ ଯୋଉ ଅନେକ ସ୍ତ୍ରୀ ଲୋକମାନଙ୍କର ସିନ୍ଦୁର ପୋଛି ଦେଇଥିଲେ, ସେକୁ ହିଁ ମନେ ପକେଇବା ପାଇଁ ସେଇ ସିନ୍ଦୁର ତାଙ୍କୁ ଯେମିତି ତାଙ୍କର କୃତକର୍ମ ପାଇଁ ତାଙ୍କୁ ଦଣ୍ଡ ଦବ, ସେଇଥିପାଇଁ ଏଇ ଯୋଉ ବିମାନ ବାହିନୀର ଆକ୍ରମଣକୁ ଅପରେସନ ସିନ୍ଦୁର ବୋଲି ନାମକରଣ କରାଯାଇଛି। ଆଜି ଦିନରେ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ। ଏତିକିରେ ପାକିସ୍ତାନର ପାଗଳାମୀ ବନ୍ଦ ହେଇଯିବନି, ହେଇଗଲେ ତ ଭଲ, ମୁଣ୍ଡରେ ଯଦି ଚୈତନ୍ୟ ପଶିଲା ଯଦି ହେଇଯିବ ତ ଭଲ, କିନ୍ତୁ ଯାହା ଆଶଙ୍କା କରାଯାଉଛି ସେ ଖଚ୍ଚର ପୁଣି କିଛି ଦୁଷ୍ଟାମୀ କରିପାରେ। ଏବଂ ଯଦି କରେ, ଭାରତ କହିଛି ଆଜିର ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଆମ ସେନା ପକ୍ଷରୁ ଏବଂ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଯଦି କିଛି କରେ ଭାରତ ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ଧନ୍ୟବାଦ।